ସେ ସମସ୍ତେ କୁହନ୍ତି ସାଇଙ୍କୁ କୁଆଡେ ଅଭିନୟ ଆସିନି ସାଇ କୁଆଡେ ସାପ ପାଇଁ ଫେମସ ଥିଲେ କିନ୍ତୁ ଏବେ ତ ସାପ ନାହିଁ। ଏବେ ପୁଣି 15,000 1500 ଦର୍ଶକ ଏତେ ଲୋକ ଏତେ ହାଉସଫୁଲ କେମିତି ହଉଛି? ସେଇଟା ମୁଁ କହିପାରିବିନି। ଯୋଉମାନେ ମତେ ଦେଖିଛନ୍ତି ମୋ ଯାତ୍ରା କ୍ୟାରିୟର ଷ୍ଟାର୍ଟିଂ ରୁ, ଯୋଉମାନଙ୍କ ଆଗରେ ମୁଁ ତିଆରି ହେଇଛି, ଯୋଉ ଦର୍ଶକ ମତେ ରଙ୍ଗମଲ୍ଲରୁ ପ୍ରଥମେ ଦେଖିଥିଲେ, ତାପରେ ପୃଥ୍ୱୀରାଜରେ ଦେଖିଲେ, ତାପରେ ତୁଳସୀରେ ଦେଖିଲେ, ଏ ବର୍ଷ ସୂର୍ଯ୍ୟ ମନ୍ଦିର ଦେଖିବା ଆରମ୍ଭ କଲେ, ସେମାନେ ଜାଣିଛନ୍ତି କୋଉଟା ଅସମ୍ଭବ କୋଉଟା ଅସମ୍ଭବ। ବାକି ସବୁ ଏଇସବୁ ଶୁଣା କଥା, ବେଶୀ ଶୁଣିବାଟା ଭଲ। ସାଇଙ୍କ କଳାକୁ ପ୍ରକୃତରେ ଚିହ୍ନିବା ପାଇଁ ଏଇ ନାଟକଟି ଦେଖିବାଟା ଜରୁରୀ। କଳାକୁ ଚିହ୍ନିବା ପାଇଁ ନୁହଁ, ସବୁ ଏଇଟା ମୁଁ ଏକା କାମ କରୁନି ଏଇ ନାଟକରେ, ଏଇଟା ଗୋଟେ ଟିମ୍ ୱାର୍କ। ଆମର ସବୁ ଟେକ୍ନିସିଆନ ସମସ୍ତେ ମିଶିକି କାମ ହଉଛି, ସବୁ କଳାକାରଙ୍କର ସହଯୋଗରେ କାମ। ଅଲଗା ନାଟକରେ କଣ ସାଇ ଭଲ ନାଇଁ ନାଇଁ, ସେମିତି କିଛି ନାହିଁ। ସବୁ ସବୁ ନାଟକ ମୋ ପାଇଁ ସମାନ। ଏଇଟା ଟିକେ ଅଲଗା ଆଉ ବାସ୍। ଡାନ୍ସ କରିବାକୁ ଭାରି ଭଲ ପାଆନ୍ତି। ରିଭନ୍ସ ଗୀତ ଡାନ୍ସ କରିବାକୁ ଶିଖିବାକୁ କେତେ ସମୟ ଲାଗିଥିଲା? ସେମିତି ନାଇଁ, ଦିଟା କ୍ଲାସ ରେ ହିଁ ଶିଖିଥିଲୁ, ଟାଇମ ବେଶୀ ନଥିଲା। ରିଭନ୍ସ ବି ଜବରଦସ୍ତ ଶିଖେ। କଣ କହିଲେ? ରିଭନ୍ସ ବି ବହୁତ ଜଲ୍ଦି ଶିଖି ଯାଇଥିଲି। ଭିତରେ ଏମିତି ମତେ ନାଚ ଆସେନି କିଛି, ଚେଷ୍ଟା କରୁଛି କରିବାକୁ। ଭାବିଥିଲେ କଣ ରିଭନ୍ସ ଏତେ ଭାଇରାଲ ହବ? ଗୀତରେ ଏମିତି କଣ ଅଛି ଲୋକ ଭାଇରାଲ ହଉଛି? ଭିତରେ କଣ ଅଛି ଗୀତ ଶୁଣିଲେ ଜାଣିବେ, ସେମିତି କିଛି ନାହିଁ। ନା ଆପଣ ମଧ୍ୟ ଆପଣ ଓଏ ସମସ୍ୟା ନା ଭାଇ, ଲୋକ କିଛି ନାହିଁ। ଯେତେବେଳେ ଆପଣ ଦେଖିଲେ ଯେ 10,000 ଲୋକ ତା ଦେହରେ ରିଲ୍ କରୁଛନ୍ତି କେମିତି ଲାଗେ ଆପଣଙ୍କୁ? ଖୁସି ଲାଗିବ ନିହାତି। ଆପଣ କେତେ ରିଲ୍ କଲେଣି? ମୁଁ ଦି ତିନିଟା କରିଛି। ମାନେ ଆହୁରି ମଜା ଆସିଯାଉଥିବ ରିଲ୍ କରିବାକୁ। ଦର୍ଶକ ମାନଙ୍କୁ କଣ ମୋର କହିବାକୁ ଚାହିଁବେ? ଦର୍ଶକ ମାନଙ୍କୁ ଏତିକି କହିବା ପାଇଁ ଚାହିଁବି, ଯାତ୍ରାକୁ ଯେମିତି ଭଲ ପାଉଛନ୍ତି, ଯାତ୍ରା କଳା ସଂସ୍କୃତିକୁ ଯେମିତି ଭଲ ପାଉଛନ୍ତି, ସେମିତି ଭଲ ପାଉଥାନ୍ତୁ। ବାସ୍ ଏତିକି ହିଁ କହିବି। ମୋ ସିନ୍ ପଡିଲାଣି, ମୁଁ ଆସୁଛି।